ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ତ ମା ସକାଳୁ ମାନେ ରାନ୍ଧିବାରେ ବ୍ୟସ୍ତ ତ ଲାଗୁଥିବ ଉଠା ଚୁଲିରେ କାହିଁକି ପ୍ରଥମେ କହିଦେଉଛି ସରି, କାହିଁକିନା ରଜର ଭିଡ଼ିଓ ମୁଁ ପକାଇ ପାରିନି, ତ ବହୁତ ଲେଟ୍ ହେଇଯାଇଛି। ତ ମା ଏପଟେ ରୋଷେଇ କରୁଛନ୍ତି, ତ ଧନ ଏପଟରେ ଆସିଥିଲେ, ଯେହେତୁ ରଜ ଥିଲା ସେ ଆସିଥିଲେ ବୋଲି କ'ଣ ଏମାନେ ସମସ୍ତେ ମାଛ ଖାଇବେ, ତ ଧନ ଭଲ ଲାଗି ବିରିୟାନୀ ପାର୍ସଲ୍ ନେଇକି ଆସିଥିଲେ। ତ ଧନକୁ ମୁଁ ଯେମିତି ଡାକିଲି ସେଠି ହାଇ ହ୍ୟାଲୋ କହିଦେଇକି ପଳେଇଲେ, ରହିଲେନି। ଗାଧୁଆଳ ହେଇଯାଇଥିଲା, ଏପଟରେ ଖିଆପିଆ ହେଇଯାଇଥିଲା ଦ୍ୱିପହରର। ତ ଇଏ ହେଉଛି ସେକେଣ୍ଡ ରଜର, କାହିଁକିନା ମୁଁ ଆଉ ଭିଡ଼ିଓ କିଛି ପୋଷ୍ଟ କରିପାରିନି ଯେହେତୁ, ତ ଇଏ ତ ସେକେଣ୍ଡ ରଜରେ ସବୁ ଆଇଟମ୍ ହେଇଥିଲା। ତ ଏଠି ମାଆ ବସିକି ଧରିକି ପୁଅକୁ ଖାଉଛନ୍ତି, ଏପଟରେ ଝିଅଙ୍କୁ ଡକା ହେଇଥିଲା। ତ ଝିଅଙ୍କ ପାଇଁ ପାନ ଏପଟରେ ମୁଁ ରେଡ଼ି କରୁଥିଲି। ତ ଏପଟରେ ମୁଁ ଆସୁ ଆସୁ ସେମାନେ ଖାଇବା ପିଇବା କରିଦେଇଥିଲେ, ତ କିଛି କାଢ଼ି ଦେଇଥିଲେ, ତ ସମସ୍ତଙ୍କର ଖାଉଥିଲେ ନା, ତ ଖାଇପାରୁନଥିଲେ, ତ ବହୁତ କିଛି କାଢ଼ି ଦେଇଥିଲେ। ତ ମୁଁ ଏପଟେ ପାନ ତାଙ୍କ ପାଇଁ ଭଙ୍ଗାଭଙ୍ଗି କରୁଥିଲି। ତ ସେଇ ଟାଇମ୍ରେ ଅପା ମୋ ଲାଗି ଗୋଟେ ତାଙ୍କ ଘରକୁ ଯାଇଥିଲେ, ଗୋଟେ ଆମ୍ବ ଆଣିଥିଲେ। ସେ ଏତେ ବଡ଼ ଆମ୍ବଟା ଯେତେ ବହୁତ ଟେଷ୍ଟି ବି, କାରଣ ଯେହେତୁ ମୁଁ ଖାଇସାରିଛି ସେଥିପାଇଁ କହୁଛି। ତ ବାପା କହିଲେ ତୋରି ପାଇଁ ଗୋଟେ ରଖିକି ଆଣିଥିଲି, ଦେଖ ଗୋଟେ ଆମ୍ବ କେତେ ଗୁଡ଼େ ହେଇଛି, ବହୁତ ମିଠା ଥିଲା। ତ ଯେହେତୁ ରଜରେ ମୋ ଭାଉଜଙ୍କର ବର୍ଥଡ଼େ ଥିଲା, ହାପି ବର୍ଥଡ଼େ ଭାଉଜ। ତ ମୋ ପୁଅ ବି ଏପଟେ ରଜରେ ଟିକେ ଫଟୋ ଉଠେଇ ଦେଇକି ପୁରା ରେଡ଼ି ହେଇଯାଇଥିଲା। ତ ସବୁଦିନର ଫଟୋ ଗୋଟେ ପୋଷ୍ଟ କରିଦେଇଥିଲା। ତ ଯାହା ବି ହଉ, ତ ରାତିରେ ବାପା ଆସିକି ଖାଇଲା ଟାଇମ୍ରେ ପୁଅ ଆସିକି ଛଡ଼ାଛଡ଼ି କରୁଥିଲା, ଯେହେତୁ ପୁଅ ଏବେ ଟିକେ ହାମ୍ବୁଡ଼େଇକି ଯିବା ଆସିବା କଲାଣି। ତ ଏ କରୁଥିଲା, ଯେତେବେଳେ ଜେଜେ ପାଖରେ ଯାଇ ବଡ଼ ଜେଜେ ପାଖରେ ଫଟୋ ଉଠେଇଲା। ରହିଲି, ବାଏ।